ସକାଳୁ ଅଧା ଅଧି କାମ ସାରି ସାରିଲା ବେଳକୁ ଆଉ ଯଦି ଗୋଟେ କାମ ଆସିକି ପହଞ୍ଚିଯିବ ଆପଣଙ୍କୁ ଭାରି ବିରକ୍ତ ଲାଗିବ। ମୋତେ ବି ବା ସେମିତି ଲାଗୁଥିଲା। ବବୁଲୁ 3ଟା ପୋହଳା ମାଛ ଆଣି ଦେଇଥିଲା। ସେତେବେଳକୁ ମୁଁ ଅଣ୍ଡା ସିଝେଇକି ରଖିଦେଇଥିଲି। ତାକୁ ଭାଜିଲି, ଆଳୁକୁ ଭାଜିଦେଲି, ତାପରେ ମସଲା କଷେଇ ସେଥିରେ ଅଣ୍ଡା ଆଳୁକୁ ଦେଇଦେଇଥିଲି। ପୋହଳା ମାଛକୁ ମଧ୍ୟ ସେପଟେ ଭାଜିକି ରଖିଦେଇଥିଲି। ଭାଇ କୁଆଡ଼େ ଦେଶୀ ଅଣ୍ଡା ଆଣିଥିଲେ, ତାଙ୍କର ମନ ହେଇଥିଲା ଝୋଳ ଖାଇବା ପାଇଁ, ତ ମୁଁ ତାକୁ ଭଲ ଭାବରେ କଷେଇ କାଷେଇକି ଝୋଳ କରିଦେଇଥିଲି। ଝୋଳଟି ରେଡ଼ି ହେଇଗଲା ପରେ ଆମର ଏମିତି ଦେଖାଯାଇଥିଲା। ସେତିକି ବେଳକୁ ବର୍ଷା ଟିକେ ହେଇଥିଲା। ଠୁପଠୁପୁ ବର୍ଷାରେ ମୁଁ ବାସ୍ନା ଶୁଙ୍ଘିବାକୁ ବାହାରକୁ ଧାଇଛି। ଖାଇବାର ଭିଡ଼ିଓ ଆଉ ବନେଇବାକୁ ମୁଁ ଭୁଲି ଯାଇଛି। ଟିକେ ଶୋଇକି ଉଠିଲା ପରେ ଭାଇ, ମୁଁ, ରାଜାରାମ ସମସ୍ତେ ମିଶି ଲୁଡ଼ୁ ଖେଳିଥିଲୁ। ଲୁଡ଼ୁରେ ରାଜାରାମ ଆଉ ମୁଁ ତା ବାବାକୁ ଭାଇକି ହରେଇଥିଲୁ। ତାପରେ ପିଲାମାନଙ୍କୁ ଯୋଡ଼ିଏ ଭାତ ଆଉ 2ଟା ଅଣ୍ଡା ଥିଲା ତାକୁ ଗୋଳେଇକି ଖୁଆଇଥିଲି, କାରଣ ସେମାନେ ତାଙ୍କ ଟ୍ୟୁସନ୍ ଟାଇମ୍ ହେଇଗଲାଣି, ସିଏ ଯିବେ। ତାପରେ ଏଇ ପାଗ ଯେଉଁ ହେଇଥିଲା, ମନ ହେଇଥିଲା ଆଜି ଟିକେ ଚା ପିଇବା ପାଇଁ। ବାହାରେ ବସିକି ଚା ପିଇବାର ଯେଉଁ ମଜା, ମୁଢ଼ି ଯୋଡ଼େ ଛିଞ୍ଚିକି, ଆଉ କୁହନ୍ତୁନି। ରହୁଛି, ବାଏ ବାଏ।